आज मु पुणी यांको कंदेदेली। जय जगन्नाथ, मो श्रद्धा, वेलकम टू माय मिनी ब्लॉग। तो आज आम संध्या बेले टिके जाइथिलु कैंटीन। कैंटीन आम जाइथिलु आइसक्रीम खाइबा पई। तो ये होची हमर कैंटीन भीतर एरिया जो कि बहुत गरम लागुला, तो आम पळै आसिलु बाहर जगह को खाइबा पई। तो ये होची आम कैंटीन बाहर किसी दृश्य जोटा कि बहुत ही शांति लगे। बेसी किसी सर शब्द नहीं, बहुत शांति लगे बसिकी खाइबा पई। तो मो पुओ देखु से को बढिया खाऊची। ଆଉ ପୁଅ ପାଇଁ ଏଠି ଆମେ ନେଇ ଆସିଥିଲୁ ଦହି, କାହିଁକିନା ମୋ ପୁଅକୁ ଦହି ବହୁତ ହି ଆଉ ଆଜିକାଲି ସେ ସବୁବେଳେ ନିଜ ହାତରେ ଖାଇବା ପାଇଁ ଜିଦ୍ କରୁଛି। ଆଉ ମୁଁ ତାକୁ ତା ହାତରେ ଖାଇବା ପାଇଁ ଦେଇ ବି ଦଉଛି, କାହିଁକିନା ସେ ଜଲ୍ଦି ଖାଇବା ଶିଖିବ। ଆଉ ଦେଲା ପରେ କିଛି ସମୟ ପରେ ତା ହାଲତ ଦେଖୁନି ସେ କଣ କରିଛି। ତାପରେ ତାକୁ ତା ବାବା ଏପଟେ ଧୁଆ ଧୁଇ କରୁଛନ୍ତି ପାଣିରେ, କାହିଁକିନା ତାକୁ ଘରକୁ ନବା ଭଳିଆ ବି ସେ ଅବସ୍ଥା ନିଜ ରଖିନଥିଲା। ତ ଆମେ ସେଠି ବସି ବସି ପ୍ଲାନ୍ କଲୁ। ହଜବେଣ୍ଡ କହିଲେ କି ଟିକେ ଆଜି ପନିର କିଛି ବନେଇବା। ମୁଁ କହିଲି ହଉ ଚାଲ ପନିର ନେଇଯିବା। ତାପରେ ଆମେ ଗଲୁ ପରିବା କ୍ୟାଣ୍ଟିନରେ, କାହିଁକିନା ଗୋଟେ ଦିଟା ଜିନିଷ ଦରକାର ଥିଲା। ଆଉ ଏଠି ତ ପ୍ରାୟ ମାନେ ୱିକଲି 2 ଥର ମିଳେ, ତା ବାକି ଟାଇମରେ ମିଳେନି। ଆଉ ଦେଖନ୍ତୁ ଡବା ସବୁ ଖାଲି ଅଛି, ତ ଆମେ ଜିନିଷ ନେଇକି ପଳେଇ ଆସିଲୁ। ଆକ୍ଚୁଆଲି ତାପରେ ଘରେ ଆସିକି ହଜବେଣ୍ଡ କହିଲେ କି ଟିକେ ଆଜି ପନିର ଚିଲି ବନାଅ, ତ ଆମେ ପ୍ରିପାରେସନରେ ଲାଗି ପଡି। ପିଆଜ ତ କାଟୁଛି ମୁଁ, ହେଲେ ମୋଠୁ ଅଧିକା ଇଏ କାନ୍ଦୁଛନ୍ତି। ଚିଲି ପାଇଁ ଯାହା ସବୁ ଜିନିଷ ଦରକାର ତ ମୁଁ ଏପଟେ କଟାକଟି କରିଦେଲି। ଆଉ ଆଜି ଟିକେ ଆମେ ଅଧିକ ଆମାଉଣ୍ଟର ବନାଉଛୁ ପନିର, ତ ଏଠି ମୁଁ 3ଟା ପ୍ୟାକେଟ୍ ନେଇ ଆସିଥିଲି ପନିର। ତ ଏପଟେ ପନିରକୁ ବି ମୁଁ କଟାକଟି କରିଦେଇଥିଲି। ତ ହଜବେଣ୍ଡକୁ ବହୁତ ଜୋର ଭୋକ ଲାଗୁଥିଲା, ସେ କହୁଥିଲେ ଜଲ୍ଦି ଜଲ୍ଦି ବନାଅ, ତ ମୁଁ ବି ଜଲ୍ଦି ଜଲ୍ଦି ଫଟାଫଟ ବନେଇଦେଲି। ଆଉ ଏପଟେ ଆମେ ଆସିକି ବସିଯାଇଛୁ ଖାଇବା ପାଇଁ। ତ ହଜବେଣ୍ଡକୁ ଟିକେ ପେସେନ୍ସ ନାହିଁ, କାହିଁକି ତାଙ୍କୁ ବହୁତ ଜୋର ଭୋକ ଲାଗିଥିଲା। ତ ଆଜି ପାଇଁ ଏତିକି ରହୁଛି। ଜୟ ଜଗନ୍ନାଥ। ଯଦି ଆପଣମାନଙ୍କୁ ମୋ ଭିଡ଼ିଓ ଭଲ ଲାଗୁଛି ଦୟାକରି ଟିକେ ସବସ୍କ୍ରାଇବ କରିଦେବେ।